ଆଜି ବନେଇବା ଗୋଟା ମୁଗ ତରକାରୀ। ଫାର୍ଷ୍ଟ ତେଲ ନେବା, ସେଥିରେ ଜିରା, ତେଜପତ୍ର, କଞ୍ଚା ଲଙ୍କା, ପିଆଜ ପକାଇକି ତାକୁ ଭଲସେ ମିକ୍ସ କରିବା। ଟିକେ ମିକ୍ସ ହେଇସାରିଲା ପରେ ସେଥିରେ ଅଦା, କଞ୍ଚା ଲଙ୍କା ଆଉ ରସୁଣ ଛେଚିକି ପକାଇବା। ଗ୍ରାଇଣ୍ଡିଙ୍ଗ ବି କରିପାରିବେ, ବଟ୍ ଛେଚିବାର ଟେଷ୍ଟ ଟିକେ ଭଲ ରହିବ। ଦେନ୍ ସେଥିରେ ଟମାଟୋସ୍ ଆଡ଼୍ କରିବା, ଭଲସେ ତାକୁ ମିକ୍ସ କରିବା। ଦେନ୍ ସେଥିରେ ଲୁଣ, ହଳଦୀ, ଚିକେନ୍ ମସଲା କି ମିଟ୍ ମସଲା, ଆପଣ କାଶ୍ମୀରୀ ଲାଲ ମିର୍ଚ୍ଚ ଆପଣଙ୍କ କ୍ୱାଣ୍ଟିଟି ଅନୁଯାୟୀ ୟୁଜ୍ କରିବେ। ଭଲସେ ତାକୁ କଷିବେ। ତାପରେ ସେଥିରେ ଗୋଟା ମୁଗ ପୂର୍ବ ଦିନ ରାତିରୁ ବତୁରା ହେଇଥିବା ସେଇଟାକୁ ପକାଇକି ଭଲସେ କଷିବା। ସେଥିରେ ପୁଣି ଆପଣଙ୍କର ଦରକାର ଅନୁଯାୟୀ ପାଣି ଦେବେ, ଯେତିକି ପାଣି ଆପଣଙ୍କୁ ଦରକାର। ଲାଷ୍ଟରେ ମୁଁ ଏଠି ଲୁଣ ପକାଇଲି, ଆକ୍ଚୁଆଲି ଭୁଲି ଯାଇଥିଲି। 3ଟା ସିଟି ଦେବା। ସିଟି ଖୋଲି ସାରିଲା ପରେ ଦେଖିବା 80% ହେଇଯାଇଛି। ସେଥିରେ ଗରମ ମସଲା ଆଉ ଟେଷ୍ଟ ଏନହାନ୍ସିଂ ପାଇଁକା ଟିକେ ଘିଅ ପକାଇକି ଆଉ ଗୋଟେ ସିଟି ଦେବା। ତ ଗୋଟେ ସିଟି ଦେଇକି ଖୋଲିଲା ପରେ ରେଡ଼ି ହେଇଯିବ ଆମର ଗୋଟା ମୁଗ ତରକାରୀ। ଧନିଆ ପତ୍ର ସହ ଗାର୍ନିସିଂ କରିବା।